ଆରେ ଆରେ ମୁଁ ଏତେ ସମୟ ଶୋଇପଡ଼ିଥିଲି। ମୋ ଆମ୍ବ କିଏ ଚୋରି କରି ନେଇଯାଇନି ତ? ଯାଇ ଥରେ ଦେଖି ଆସେ। ବାଃ, ମୋ ବଗିଚା ଆମ୍ବରେ ଭର୍ତ୍ତି ହେଇଛି। ଆମ୍ବ ଗଛ ଗୁଡ଼ାକୁ ଦେଖିଲେ ମନ ଖୁସି ହେଇଯାଉଛି। ଏତେ କଷ୍ଟ କରି ମୁଁ ଆମ୍ବ ଚାଷ କରିଛି, କାହାକୁ ବି ମୁଁ ଗୋଟେ ଆମ୍ବ ଦେବିନି। ଦିନରେ ତ ମୁଁ ଆମ୍ବ ବଗିଚାକୁ ଜଗି ଦେଉଛି, କିନ୍ତୁ ରାତିରେ କ'ଣ କରିବି? ଏ ଜଙ୍ଗଲର ଚଢ଼େଇମାନେ ଭାରି ବଦମାସ। ରାତିରେ ମୁଁ ଶୋଇଥିବା ସମୟରେ ସେମାନେ ମୋ ଆମ୍ବ ଚୋରି କରି ନେଇଯାଇପାରନ୍ତି। ମୁଁ ଗୋଟେ କାମ କରେ, ରାତିରେ ମୋ ଆମ୍ବ ବଗିଚା ଜଗିବା ପାଇଁ ଜଣକୁ ରଖେ। ଆରେ ବୁଢ଼ୀମା, କ'ଣ ହେଲା? ଆଜି ଏତେ ସକାଳୁ ସକାଳୁ ଆମକୁ ଡାକିଛ? ମୁଁ ତମମାନଙ୍କୁ ମୋ ଆମ୍ବ ବଗିଚାର ଦେଖାଶୁଣା କାମ ଦେବାକୁ ଚାହୁଁଛି। ମୁଁ ଜାଣେ ଏବେ ତମମାନଙ୍କ ପାଖରେ କିଛି କାମ ନାହିଁ। ପ୍ରତି ରାତିରେ ଯଦି ତମେମାନେ ମୋ ଆମ୍ବ ବଗିଚାକୁ ଜଗିବ, ମୁଁ ତମମାନଙ୍କୁ ଭଲ ଟଙ୍କା ଦରମା ଦେବି। କିନ୍ତୁ ବୁଢ଼ୀମା, ରାତିରେ ଆମ୍ବ ବଗିଚା ଜଗିବାକୁ କାହିଁକି କହୁଛ? ରାତିରେ ତୁମ ଆମ୍ବ ବଗିଚାକୁ କେହି ବି ଆସିବେନି। ଆମେ ଦିନରେ ତୁମ ଆମ୍ବ ବଗିଚାକୁ ଜଗିଦେବୁ। ନା ନା, ଦିନରେ ମୁଁ ମୋ ଆମ୍ବ ବଗିଚାକୁ ଜଗି ଦେଉଛି, ତମେ ମାନେ ରାତିରେ ଜଗିବ। ମୁଁ ସ୍ୱପ୍ନରେ ଦେଖିଛି ରାତିରେ ଆସି ଚଢ଼େଇମାନେ ମୋ ଆମ୍ବ ଚୋରି କରୁଛନ୍ତି। ଏ ଜଙ୍ଗଲର ଚଢ଼େଇମାନଙ୍କ ନଜର ସବୁବେଳେ ମୋ ଆମ୍ବ ଉପରେ। କ'ଣ କହୁଛ ବୁଢ଼ୀମା? ସ୍ୱପ୍ନରେ ଆମ୍ବ ଚୋରି ହେଲା ଦେଖିଲ ବୋଲି ଆମକୁ କାମ ଦେଉଛ? ସ୍ୱପ୍ନ କ'ଣ କେବେ ସତ ହେଇଛି ବୁଢ଼ୀମା? ତୁମେ ବେକାର ଡରୁଛ। ମୋ ସ୍ୱପ୍ନ କେବେ ମିଛ ହେଇନି। ମୁଁ ସ୍ୱପ୍ନରେ ଦେଖିଛି ମାନେ ମୋ ଆମ୍ବ ନିଶ୍ଚୟ ଚୋରି ହେବ। ତମେ ମାନେ ମୋ କାମ କରିବ କି ନାହିଁ ଖାଲି କୁହ। ହଁ ହଁ ବୁଢ଼ୀମା, ଆମେ ତୁମ କାମ କରିବୁ। ରାତିରେ ତୁମ ଆମ୍ବ ବଗିଚାକୁ ଜଗିବା ପାଇଁ ଆମେ ରାଜି ଅଛୁ। କାଉ ଆଉ ମିଟୁ ନିଜ ଘରକୁ ଗଲେ। ପ୍ରତି ରାତିରେ ସେମାନେ ସେ ଆମ୍ବ ବଗିଚା ଜଗୁଥିଲେ। ଦିଦି ଦିଦି, ଦେଖେ ସେ ଆମ୍ବ ଗଛ ଗୁଡାକରେ କେତେ ସାରା ଆମ୍ବ ଫଳିଛି। ଆମ ଜଙ୍ଗଲର କାହା ଗଛରେ ବି ଏମିତି ଆମ୍ବ ନାହିଁ। ହଁ ରେ ଭଉଣୀ, ତୁ ଠିକ କହିଲୁ। ବୁଢୀ ମାଙ୍କ ଆମ୍ବ ସତରେ ବହୁତ ମିଠା। ଦିଦି ଦିଦି, ଚାଲ ନା ବୁଢୀ ମାଙ୍କୁ ଦୁଇଟା ଆମ୍ବ ମାଗିବା। ଆରେ ଭଉଣୀ, ତୁ କ'ଣ ଜାଣିନୁ ବୁଢୀ ମା କେତେ କଞ୍ଜୁସ? ମାଗିଲେ ବି ସେ କାହାକୁ ଗୋଟେ ବି ଆମ୍ବ ଦିଅନ୍ତିନି। ତତେ ଆମ୍ବ ଖାଇବାକୁ ଇଚ୍ଛା ହଉଛି ନା? ରହ, ଆଖପାଖରେ ତ ବୁଢୀ ମା ନାହାନ୍ତି। ମୁଁ ଏବେ ତୋ ପାଇଁ ଗୋଟେ ଆମ୍ବ ଆଣିଦେଉଛି। ନା ନା ଦିଦି, ତୁ ଆମ୍ବ ଆଣନି। ଆମ ସ୍କୁଲ ସାର୍ କହିଛନ୍ତି କାହାକୁ ନ ପଚାରି ତାଙ୍କ ଜିନିଷ ଆଣିବନି, ତାକୁ ଚୋରି କୁହାଯାଏ। ମା ବି ଏକଥା ଜାଣିଲେ ଆମକୁ ଅନେକ ରାଗିବେ। ଦିଦି ଚାଲେ ଏବେ ଆମେ ଘରକୁ ଯିବା, ଆଉ ମାଙ୍କଠୁ ଟଙ୍କା ନେଇ ଆମ୍ବ କିଣି ଖାଇବା। ଆଚ୍ଛା ତେବେ ଠିକ ଅଛି, ଚାଲ ଘରକୁ ଯିବା। ଏମିତି କଥା ହେଇ ସେ ଦୁଇ ଭଉଣୀ ଘରକୁ ଗଲେ। ସେଦିନ ସନ୍ଧ୍ୟାରେ ହିଁ ଝଡ଼ ତୋଫାନ ଆରମ୍ଭ ହେଇଗଲା। ଜୋର ଜୋରରେ ପବନ ବହୁଥିଲା। ବୁଢ଼ୀମା, ଆଜି ପାଗ ବହୁତ ଖରାପ କରିଛି। ଲାଗୁଛି ଏବେ ହିଁ ବର୍ଷା ଆରମ୍ଭ ହେଇଯିବ। ଆଜି ରାତି ଆମ୍ବ ବଗିଚାରେ ରହି ହେବନି। ନା ନା, ଯେତେ ଝଡ଼ ତୋଫାନ ଆସିଲେ ବି ତମେ ମାନେ ମୋ ଆମ୍ବ ବଗିଚା ଜଗିବ। ପବନ ବର୍ଷାରେ ଅନେକ ଆମ୍ବ ଝରି ପଡ଼ିବ। ସେଇ ସୁଯୋଗରେ ଚଢ଼େଇ ମାନେ ଆସି ମୋ ଆମ୍ବ ଚୋରି କରିପାରନ୍ତି। ତମେ ମାନେ ଯଦି ଆଜି ଆମ୍ବ ବଗିଚା ନ ଜଗିବ, ମୋର ଯାହା ବି କ୍ଷତି ହେବ ମୁଁ ତମମାନଙ୍କ ଦରମାରୁ କାଟିବି। ନା ନା ବୁଢ଼ୀମା, ଆମ ଦରମାରୁ ଟଙ୍କା କାଟନି। ଆଜି ବର୍ଷା ହେଲେ ବି ଆମେ ଆମ୍ବ ବଗିଚା ଜଗିବୁ। ଆରେ ଭଉଣୀ, ଦେଖ ଦେଖ କେତେ ଜୋରେ ପବନ ବହୁଛି। ଲାଗୁଛି ଏବେ ହିଁ ବର୍ଷା ଆରମ୍ଭ ହେଇଯିବ। ବୁଢୀ ମାଙ୍କ ଆମ୍ବ ଗଛ ମାନଙ୍କରୁ ଅନେକ ଆମ୍ବ ଏହି ପବନରେ ପଡିବ। ଚାଲ ଭଉଣୀ, ଆମେ ସେ ଆମ୍ବ ନେଇ ଆସିବା। ଆମେ ଗଛରୁ ତୋଳିବାନି। ଯୋଉ ଆମ୍ବ ତଳେ ପଡିଥିବ ଆମେ କେବଳ ସେସବୁ ହିଁ ଆଣିବା। ନାଇଁ ଦିଦି, ମା ଜାଣିଲେ ଅନେକ ରାଗିବେ। କିରେ, ତମେ ମାନେ କ'ଣ କଥା ହେଉଛ? ଇଏ ମାନେ ମା, ଦିଦି କହୁଥିଲା ତାକୁ ଏ ପାଗରେ ଆମ୍ବ ଖାଇବାକୁ ଇଚ୍ଛା ହଉଛି। ତମେ ମାନେ ସେ ମିନୁ ମାଉସୀଙ୍କ ବଗିଚାରୁ ଆମ୍ବ ଆଣିବା କଥା ଭାବୁନ ତ? ଯେତେ ଆମ୍ବ ଖାଇବାକୁ ଇଚ୍ଛା ହେଲେ ବି ତାଙ୍କ ବଗିଚାକୁ ଜମା ଯିବନି।
ସମସ୍ତେ ଜାଣନ୍ତି ସେ କେତେ ଲୋଭୀ। ମାଗଣାରେ କାହାକୁ ବି ଗୋଟେ ଆମ୍ବ ଦିଅନ୍ତିନି। ସେ ଚଢ଼େଇ ମାନଙ୍କ ସହ କେତେ ଖରାପ ବ୍ୟବହାର କରନ୍ତି। ତମମାନଙ୍କ ପାଇଁ ଯେମିତି ତାଙ୍କ ପାଖରୁ ମତେ କଥା ଶୁଣିବାକୁ ନ ପଡ଼େ। ଦେଖିଲୁ ଦିଦି, ମା କଣ କହିକି ଗଲେ? ମା ଯଦି ଜାଣିବେ ଆମେ ବୁଢୀ ମାଙ୍କ ଆମ୍ବ ଆଣିଛେ, ସେ ଅନେକ ଗାଳି ଦେବେ। ଓହୋ, ତୁ ଏତେ ଡରୁଛୁ କାହିଁକି? କିଛି ହେବନି। ମା ଯେତେବେଳେ କାମରେ ବ୍ୟସ୍ତ ଥିବେ ଆମେ ସେତେବେଳେ ଯିବା। ତୁ ଜାଣୁ ବୁଢୀ ମାଙ୍କ ଗଛର ଆମ୍ବ କେତେ ମିଠା। ଯଦି ମିଠା ଆମ୍ବ ଖାଇବାକୁ ଇଚ୍ଛା ମୋ ସାଙ୍ଗରେ ଆ, ନହେଲେ ମୁଁ ଏକା ହିଁ ଯାଉଛି। ରହ ଦିଦି, ମୁଁ ବି ତ ସାଙ୍ଗରେ ଯିବି। ଏମିତି ଦୁଇ ଭଉଣୀ ସୁଯୋଗ ଦେଖି ସେ ବୁଢୀ ଚଢ଼େଇର ଆମ୍ବ ବଗିଚାକୁ ଗଲେ। ସେପଟେ ଆରେ କାଉ ଭାଇ, କେତେ ଜୋରେ ବର୍ଷା ହେଉଛି। ଏ ବର୍ଷା ଶୀଘ୍ର ଛାଡ଼ିବା ପରି ଲାଗୁନି। ଏମିତି ଝଡ଼ ବର୍ଷାରେ ମୁଁ ଆମ୍ବ ବଗିଚା ଜଗି ପାରିବିନି। ମତେ ଟଙ୍କା ନ ମିଳୁ ପଛେ ମୁଁ ନିଜକୁ ବିପଦରେ ପକାଇ ପାରିବିନି। ମୁଁ ମୋ ଘରକୁ ଯାଉଛି। ମିଟୁ ତ ଘରକୁ ଚାଲିଗଲା। ମୁଁ ଆଉ କାହିଁକି ଏଠି ରହିବି? ମୁଁ ବି ଘରକୁ ଯାଏ। ଦିଦି, ଏଠି କେତେ ଗୁଡ଼ିଏ ଆମ୍ବ ପଡ଼ିଛି। ଯୁଆଡ଼େ ଦେଖୁଛି ସେଠି ଖାଲି ଆମ୍ବ ପଡ଼ିଛି। ଆରେ ଭଉଣୀ, ବେଶୀ ଦୂରକୁ ଯିବୁନି। ବହୁତ ଜୋର ଜୋରେ ପବନ ବହୁଛି। ମୋ ପାଖରେ ହିଁ ରହ, ଆଉ ଶୀଘ୍ର ଶୀଘ୍ର ଆମ୍ବ ଉଠା। ଠିକ ଅଛି ଦିଦି। ଆଜି ରାତି ମତେ ନିଦ ହେବନି। ସେ କାଉ ଆଉ ମିଟୁ ଉପରେ ମୋର ଭରସା ନାହିଁ। ସେମାନେ ଯଦି ଘରକୁ ଚାଲିଯିବେ ମୋ ଆମ୍ବ ଚୋରି ହେଇଯିବ। ମୁଁ ଥରେ ଯାଇ ଦେଖି ଆସେ। ଦିଦି, ମୋ ଆମ୍ବ ନେବା ହେଇଗଲା। ଚାଲିବି ଘରକୁ ଯିବା। ଆଚ୍ଛା ଠିକ ଅଛି, ଚାଲିବି ଘରକୁ ଯିବା। ଦିଦି ଦିଦି, ତୁ କିଛି ଶବ୍ଦ ଶୁଣି ପାରୁଛୁ? ଏମିତି ଲାଗୁଛି କେହି ଜଣେ ଏଠାକୁ ଆସୁଛି। ବୁଢୀ ମା ଆସୁନାହାନ୍ତି ତ? ଏ କ'ଣ? କାଉ ଆଉ ମିଟୁ ଏଠି ନାହାନ୍ତି? ମୁଁ ଜାଣିଥିଲି ସେ ଦୁଇ ଅଳସ ଘରକୁ ଚାଲି ଯାଇଥିବେ। ଆରେ ମୋ ଆମ୍ବ ବଗିଚା ଭିତରୁ କ'ଣ ଏମିତି ଶବ୍ଦ ଶୁଭୁଛି? କିଏ ଅଛ ସେଠି? ଏଇ କିଏ କିଏ ମୋ ଆମ୍ବ ଚୋରି କରୁଛ? ଆରେ ଭଉଣୀ, ବୁଢୀ ମା ଆସିଲେଣି। ଶୀଘ୍ର ଶୀଘ୍ର ଦୌଡ଼। ବୁଢୀ ଚଢ଼େଇ ସେ ଦୁଇ ଛୁଆଙ୍କ ପଛରେ ଦୌଡୁଥିଲା। ହଠାତ୍ ଏକ ଶକ୍ତ ଡାଳ ଖସି ତା ଉପରେ ପଡ଼ିଲା। ବୁଢୀ ଚଢ଼େଇ ବେହୋସ ହେଇଗଲା। ଦିଦି ଦିଦି, ରହ। ବୁଢୀ ମାଙ୍କ ଉପରେ ଗଛ ଡାଳ ପଡ଼ି ଯାଇଛି। ତାଙ୍କୁ ଏଠି ଏମିତି ଛାଡ଼ି ଘରକୁ ଯିବାନି। ହଁ ହଁ, ଚାଲେ ବୁଢୀ ମାଙ୍କୁ ସାହାଯ୍ୟ କରିବା। ଏମିତି କଥା ହେଇ ସେ ଦୁଇ ଛୁଆ ବୁଢୀ ଚଢ଼େଇକୁ ନେଇ ତା ଘରକୁ ଗଲେ, ଆଉ ତାର ସେବା ଯତ୍ନ ନେଲେ। କିଛି ସମୟ ପରେ ବୁଢୀ ଚଢ଼େଇର ହୋସ ଆସିଲା। ମୁଁ କୋଉଠି ଅଛି? ବୁଢୀ ମା, ତୁମେ ନିଜ ଘରେ ଅଛ। ଏବେ ତୁମକୁ କେମିତି ଲାଗୁଛି? ତୁମେ ଠିକ ଅଛ ତ? ଗୋଟେ ଗଛର ଡାଳ ତୁମ ଉପରେ ପଡ଼ି ଯାଇଥିଲା। ଆମେ ବହୁତ କଷ୍ଟରେ ତୁମକୁ ବାହାର କରି ଆଣିଲୁ। ବୁଢୀ ମା, ଆମକୁ କ୍ଷମା କରିଦିଅ। ଆମେ ତୁମ ଆମ୍ବ ନେବାକୁ ଆସିଥିଲୁ। ଆମେ ଗୋଟେ ବି ଗଛରୁ ତୋଳିନୁ, କେବଳ ତଳେ ପଡ଼ିଥିବା ଆମ୍ବ ହିଁ ନେଉଥିଲୁ। ନା ନା, ତମେ ମାନେ ମତେ କ୍ଷମା ମାଗନି। ତମେ ମାନେ ମୋ ଜୀବନ ବଞ୍ଚେଇଲ। ମୁଁ କେତେ ସ୍ୱାର୍ଥପର ଥିଲି। ମତେ କ୍ଷମା କରିଦିଅ। ଆମ୍ବ ପାଇଁ ମୁଁ ସମସ୍ତଙ୍କ ସହ ଅନେକ ଖରାପ ବ୍ୟବହାର କରିଛି। ଆଜି ପରଠୁ ମୁଁ ଆଉ କେବେ ଲୋଭ କରିବିନି। ତମମାନଙ୍କର ଯେତେ ଆମ୍ବ ଖାଇବାକୁ ଇଚ୍ଛା ହେଉଛି ତମେମାନେ ନେଇପାରିବ। ବର୍ଷା ଛାଡ଼ିଯାଉ, ମୁଁ ତମମାନଙ୍କୁ ନେଇ ତମ ଘରେ ପହଞ୍ଚେଇ ଦେବି। ବୁଢୀ ଚଢ଼େଇ ନିଜ ଭୁଲ ବୁଝିପାରିଲା। ବର୍ଷା ଛାଡ଼ିଯିବା ପରେ ସେ ଦୁଇ ଛୁଆଙ୍କୁ ନେଇ ତାଙ୍କ ଘରେ ଛାଡ଼ିଦେଲା। ସେ ମା ଚଢ଼େଇକୁ ସବୁ ଘଟଣା କହିଲା। ସେଦିନ ପରଠାରୁ ସେ ଆଉ ଲୋଭ କଲା ନାହିଁ। ଯିଏ ବି ତାକୁ ଆମ୍ବ ମାଗୁଥିଲା ସେ ତାଙ୍କୁ ଦେଉଥିଲା। ଏମିତି ସେ ସମସ୍ତଙ୍କ ସହ ମିଳିମିଶି ରହିଲା।